ଜାଗା ତ ଚେଞ୍ଜ କରି ପଳେଇ ଆସିଲି, ଦେଖିବା ତାର ବାଜୁଛି କି ନାହିଁ। ମୋ ଆଗରେ ଏବେ ଜଷ୍ଟ ଆଉ ଗୋଟେ ସାଲେରୀ ଆସିକି ରଖିଲେ, ତାର ବି ବାଜୁନି, ସେ କୁଆଡ଼େ ବୁଲିବାକୁ ଆସିଥିଲା। ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆପଣ ଦେଖିଥିବେ ଲାଷ୍ଟ 2-3 ଦିନ ମୋ ଭିଡ଼ିଓ ଆସିନି। ତା ରିଜନ୍ କି ମୁଁ ଅଫଲାଇନ୍ରେ ଥିଲି, ମୁଁ କାମ କରିନି, ଟିକେ ଘରେ ଅସୁବିଧା ସକାଶେ। ସେ ଯାହା ବି ହେଉ, ଆଜି ଶୁକ୍ରବାର, ଆଜି ମୁଁ ଲଗ୍ଇନ୍ କରିଦେଇଛି। ଆଉ ସକାଳ ଫାଷ୍ଟ ଗୋଟେ ବୁକିଂ ନେଇକି ଆସିଥିଲି ଆପଣଙ୍କ ରାମ ମନ୍ଦିର ପାଖରେ। ତ କଷ୍ଟମର ଛାଡ଼ିଛି, 104 ଟଙ୍କା ମିଳିଛି ମୋତେ। ଆଉ ଛାଡ଼ିକି ମୁଁ ବର୍ତ୍ତମାନ ୱେଟ୍ କରିଛି, ଅଧଘଣ୍ଟା ଉପରେ ହେବ। ଯେହେତୁ ବାଜୁନି, ଅଛି ବି ରାମ ମନ୍ଦିର ପାଖରେ, ଚାଲନ୍ତୁ ଟିକେ ରାମ ମନ୍ଦିର ବୁଲିକି ଆସିବା। ଭାଇ ମନ୍ଦିରରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ମୋର ବାଜିଲା ଗୋଟେ। ତ ମୋ ମନ୍ଦିରରେ ବେଶୀ ସମୟ ୱେଟ୍ ନ କରି ମୁଁ ପଳେଇ ଆସିଲି। ଏବେ ବର୍ତ୍ତମାନ ଯାଉଛି କଷ୍ଟମର ପିକଅପ୍ କରିବା ପାଇଁ। ପଟିଆରେ ଅଛି ଆପଣଙ୍କର 2 ଘଣ୍ଟା ଉପରେ ହେବ। କଷ୍ଟମରକୁ ଯେଉଁ ଛାଡ଼ିକି ସେତେବେଳେ ବସିଛି, ବାଜୁନି। ଏ ଜାଗା ସେ ଜାଗା ଏମିତି ଚେଞ୍ଜ କରୁଛି, ହେଲେ ବାଜୁନି। ତ ବର୍ତ୍ତମାନ ମୁଁ ସେଇ ପଟିଆରୁ ଇନଫୋସିଟି ଯିବା ପାଇଁ ଯେଉଁ ରୋଡ଼, ସେଇଠି ଅଛି। ମାନେ ଦେଖିଲି ଗୋଟେ ଫୁଚକାବାଲା ଆସିଲା। ତା ପୂର୍ବରୁ କଲେଜ ପିଲା 3-4 ଜଣ ଛିଡ଼ା ହେଇଥିଲେ ସେଠି। ତ ଫୁଚକାବାଲା ଆସିଲା, ସେମାନେ ତାଙ୍କୁ ଘେରିଗଲେ। ଘେରି ଯିବା ପରେ ଆପଣଙ୍କର ଦେଖୁ ପୁରା ଭିଡ଼ ହେଇଗଲା। ତ ଭାବୁଛି ଗାଡ଼ି ଚଲେଇବି ନା ଫୁଚକା ବେପାର କରିବି। ଆପଣଙ୍କୁ ଦେଖଉଛି, ମୁଁ 5 ମିନିଟ୍ ହେବ ସେ ଫୁଚକାବାଲା ଆସିଲା। ଆଗରୁ ତା କଷ୍ଟମର ୱେଟ୍ କରୁଥିଲେ, ଏବେ ଦେଖନ୍ତୁ କେଉଁ ଭଳିଆ ଜାମ୍ ଲାଗିଛି। ଅଛି ବର୍ତ୍ତମାନ ସେଇ ଇନଫୋସିଟି ଛକ ପାଖରେ, ସିଧା ଗଲେ ପଟିଆ ଛକ, ପଛପଟେ ଇନଫୋସିଟି। ଆଉ ଟାଇମ୍ 3ଟା ହେଇଗଲାଣି, ଟୋଟାଲ୍ 905 ହେଇଛି। 905 ହେବାର ଗୋଟେ ବି ରିଜନ୍ କ'ଣ ନା, ମୁଁ ଯେଉଁ ପଟିଆ ଛକରେ ଥିଲି, ପଟିଆ ଛକରୁ ଗୋଟେ ବାଜିଥିଲା ବାରାଙ୍ଗ ତ୍ରିଶୂଳିଆ ମଝାମଝି। ତ ସେଠୁ 6 କିଲୋମିଟର ଥିଲା କଟକ। ତ ଗାଡ଼ିରେ ସିଏନ୍ଜି ବି ନଥିଲା। ମୁଁ ଭାବିଲି ଏପାରେ କେଉଁଠି ପକେଇବ, ସେ ନିୟର ବାଇ ସିଏନ୍ଜି ରହିବ କି ନ ରହିବ। ମୁଁ 6 କିଲୋମିଟର ଖାଲିଟାରେ ଗାଡ଼ି ଚଲେଇକି ପଳେଇଲି। ତାପରେ ସେଠି ଯାଇକି ଆପଣଙ୍କର ସିଡ଼ିଏରେ ସିଏନ୍ଜି ପକେଇଲି, ସିଏନ୍ଜି ପକେଇକି ବସିଥିଲି। ପୁଣି ସେଇ କଟକ ସିଡ଼ିଏରୁ ପ୍ରାୟ ଅଧଘଣ୍ଟା ଘଣ୍ଟା ପରେ ରିଟର୍ନ ଗୋଟେ ଦେଲା ଆପଣଙ୍କର ଏଇ ଯେଉଁ ଇନଫୋସିଟି ପାଖରେ। ବର୍ତ୍ତମାନ ବସି ବିରକ୍ତ ହେଲେଣି। ଯାଉଛି ବର୍ତ୍ତମାନ ପଟିଆ ଛକ ଆଡ଼ିକି। ଇଚ୍ଛା ଆଉ କାମ କରିବାକୁ, ଭାବୁଛି ଘରକୁ ପଳେଇବି। କେତେ ବସିବ। ଜାଗା ତ ଚେଞ୍ଜ କରି ପଳେଇ ଆସିଲି, ଦେଖିବା ତାର ବାଜୁଛି କି ନାହିଁ। ଆଉ ଚେଞ୍ଜ କଲେ ବି କ'ଣ ଫାଇଦା, ଚାରିଆଡ଼େ ଗାଡ଼ି ସବୁ ବସିଛି। ମୁଁ ସେଠି ବସିଥିଲି ଯେଉଁ 4-5ଟା ପାଖାପାଖି ଗାଡ଼ି ଥିଲା। ଏଇଠି ପୁଣି ଆସିଲେ ଆଗରେ 2ଟା ଗାଡ଼ି ଅଛି। ତ ଦେଖିବା କାଳେ ବାଜିପାରେ। ଟିକେ ରନିଂ କଲି ତ କାଳେ ବୁକିଂ ଆସିଲି, ନିୟର ବାଇ ବାଜିଯିବ ଅଧା କଥା। 6ଟା ହେଇଗଲାଣି, ଆଉ ଟୋଟାଲ୍ 1150 ଟଙ୍କା ହେଇଛି। ପଟିଆରୁ ଗୋଟେ ନେଇକି ଆସିଥିଲି ଆପଣଙ୍କର କସମ ପୋଲିସଟି, ଆସିକି ବସିଛି ସେତେବେଳଠୁ। ମୋ ଆଗରେ ଏବେ ଜଷ୍ଟ ଆଉ ଗୋଟେ ସାଲେରୀ ଆସିକି ରଖିଲେ, ତାର ବି ବାଜୁନି, ସେ କୁଆଡ଼େ ବୁଲିବାକୁ ଆସିଥିଲା। ଭାଇ କସ୍ମୋପୋଲିସରୁ ତ ବାଜିଲାନି। ମୁଁ ଆସିକି ୱେଲକମ୍ ହୋଟେଲ ପାଖରେ ଥିଲି, ଆପଣଙ୍କ ଯେଉଁ ଡୁମଡୁମା ଛକ ପାଖରେ। ମୁଁ କହିଲି ୱେଲକମ୍ ହୋଟେଲରୁ କାଳେ ବାଜିଯିବ ଆପଣଙ୍କ ଏୟାରପୋର୍ଟ କିମ୍ବା ରେଲୱେ ଷ୍ଟେସନ, ହେଲେ ଡୁମଡୁମାରୁ ବି ବାଜିଲାନି। ମୋର ବାଜିଛି ଏମ୍ସରୁ ଆହୁରି କେତେ, ପ୍ରାୟ 1-1.5 କିଲୋମିଟର ଭିତରକୁ। ତ ମୁଁ ଫାଇନାଲି ଯାଉଛି ଏବେ ପିକଅପ୍ କରିବାକୁ। କହିବାକୁ ଗଲେ ଆଜିର ସକାଳ ଆରମ୍ଭ ସେଇ ରାମ ମନ୍ଦିର ପାଖରୁ ହିଁ ହେଇଥିଲା। ଆଉ
ଏବେ ବି ସେଇ ଆସିକି ରାମ ମନ୍ଦିର ପାଖରେ ପହଞ୍ଚିଲି। ଏଟା ଏଣ୍ଡ କହିଲେ ଭୁଲ ହେବନି। ଆଜିର 8ଟା ହେଲାଣି, ଆଉ ବାଜିବ କି ନ ବାଜିବ ଠିକ୍ ନାହିଁ। ଦେଖିବା କିନ୍ତୁ 220 ଟଙ୍କାର ବାଜିଛି ଗୋଟେ। ଆପଣଙ୍କ ସତ୍ୟନଗରରୁ ନେଇକି ହାଇଟେକ୍ ହସ୍ପିଟାଲରେ ଡ୍ରପ୍। ଭାବୁଛି ନେଇକି ଛାଡ଼ିଦେବି, ତାପରେ 10 ମିନିଟ୍ ବସିବି। ଯଦି ଲକ୍ଷ୍ମୀସାଗର ଆଡ଼େ ପଡ଼ିଲା ତ ଠିକ୍ ଅଛି, ନହେଲେ ପଳେଇବି। ସେଠୁ 5 କିଲୋମିଟର ପାଖାପାଖି ହେବ, ତ ଛାଡ଼ିବିନି, ଭଡ଼ାଟେ କମ୍ପ୍ଲିଟ୍ କରିଦେବି। କଷ୍ଟମରଙ୍କୁ ହାଇଟେକ୍ରେ ଡ୍ରପ୍ କରିକି ଯାଉଛି ବର୍ତ୍ତମାନ ଘରକୁ। ବାଜିଲାନି 9:30 ହେଲାଣି। ମୁଁ କହିଲି ସେଇ ତ ଆଉ ବାଜିବ କେତେବେଳେ କ'ଣ ଠିକ୍ ନାହିଁ। ଆଉ ଇଚ୍ଛା ହଉନି। ମେନ୍ ଗୋଟେ ପରେ ଗୋଟେ ଯଦି ବାଜିଥାନ୍ତା କି ଅଧଘଣ୍ଟା ଛାଡ଼ି ଛାଡ଼ି ଯିବି, ଯଦି ଗୋଟେ ବାଜିଥାନ୍ତା ତ କାମ କରିବାକୁ ଇଚ୍ଛା ହେଇଥାନ୍ତା। ରାସ୍ତା ବନ୍ଦ ହେଇଛି, ଏପଟେ ହର୍ନ ମାରି ଚାଲିଛି। ପଶିଗଲେ ତ ଘରକୁ ଆସି ପହଞ୍ଚି ଗଲିଣି। ଆଉ ଗାଡ଼ି ରଖିବି ବର୍ତ୍ତମାନ। ତ ଆଜି ଦିନ ଯାକ ଟୋଟାଲ ଲଗ୍ଇନ୍ କରିଥିଲେ କେତେ, ସେ 8:30 9ଟା ହେବ। ବର୍ତ୍ତମାନ ରାତି 10 ହେଲାଣି। ଯେ 9ଟା ହେଲା ମାନେ 13 ଘଣ୍ଟା ଲଗ୍ଇନ୍। 13 ଘଣ୍ଟା ଲଗ୍ଇନ୍ କରିକି ଟୋଟାଲ ଅର୍ଣ୍ଣିଂ ହେଇଛି 1620 ଟଙ୍କା 25 ଟଙ୍କା ଏମିତି ହେବ। ଆଉ ତା ଦେହରେ ପୁଣି ଆଜି ନେଇଥିଲି ଆପଣଙ୍କର ଯେଉଁ ଡ୍ରାଇଭର ପାସ୍ କାଲି ସରିଯାଇଥିଲା। ଆଜି ସକାଳେ ନେଲି 379 ଟଙ୍କା ଡ୍ରାଇଭର ପାସ୍। 1600 ଟଙ୍କାରୁ ପର ଡେ 130 ଟଙ୍କା ଗୋଟେ ଡ୍ରାଇଭର ପାସ୍ କାଟି ଦିଅନ୍ତୁ, ବଞ୍ଚିଲା 1500 ଟଙ୍କା। ସକାଳେ ସିଏନ୍ଜି ପକେଇଲି ଆପଣଙ୍କର 690 ଟଙ୍କାର। ତାର ମାନେ 45% ସିଏନ୍ଜି ଅଛି ଅବଶ୍ୟ। ସକାଳେ 2ଟା କାର ଥିଲା, ତାପରେ ଚଲେଇଲି, ତାପରେ ସିଏନ୍ଜି ପୁରା କମିଗଲା। ଯେତେବେଳେ ସିଏନ୍ଜି ପକେଇଲି 690 ଟଙ୍କାର ଗଲା ସିଏନ୍ଜି। ଆଉ ଟୋଟାଲ 40ରୁ 45% ସିଏନ୍ଜି ଅଛି। କାଲି ଯାହାହେଲେ ଟଙ୍କା 1200-1400 କାମ ହେଇଯିବ। ତ ଧରନ୍ତୁ ଟଙ୍କା 400 ସିଏନ୍ଜି ଯାଇଛି, ତ ଟଙ୍କା 1100 ବଞ୍ଚିଛି। ତା ଭିତରେ ପୁଣି ଗାଡ଼ି ପଛପଟେ ଗୋଟେ ପଙ୍କଚର ହେଇଛି, ସେ ଟାୟାରଟା ପୁଣି ପଙ୍କଚର ମାରିବାକୁ ପଡ଼ିବ। ତ ଓଭରାଲି ଏଭଳିଆ ବୁକିଂ ଏବେ ହେଉଛି ଯେ କ'ଣ କହିବି। ଟଙ୍କା ମିନିମମ୍ ଗାଡ଼ି ନେଇକି ବାହାରିଲେ ଟଙ୍କା 2200-2400 ନହେଲେ ପଶେଇବନି ଦିନ ଯାକ। ଖାଇଲି ପୁଣି 100 ଟଙ୍କାର। ଆଉ ଓଲା ତ ଅନ୍ କରିନି, ଓଲାର ବେପାର କେମିତି କ'ଣ ଜାଣିନି। ଟୋଟାଲ ଉବେରରେ ହେଇଛି ଯାହା ମୁଁ କହିଲି 1620 ଟଙ୍କା। ଦେଖିବା କାଲି କେତେ କ'ଣ ହେଉଛି। ଲୋକ ନାହାନ୍ତି ରାସ୍ତା ଖାଲି ଖାଲି ଲାଗୁଛି। ନର୍ମାଲି ଆପଣଙ୍କର ସେଇ 6ଟା ନହେଲେ 6:30ରୁ 8ଟା 8:30 ଯାଏଁ ପ୍ରବଳ ଜାମ୍ ଥାଏ ନା। ହେଲେ ଏବେ ସେ ଜାମ୍ ଫାମ୍ ବି ନାହିଁ, ରାସ୍ତା ପୁରା ଖାଲି ଖାଲି ଦେଖାହେଉଛି। ସେ ଯାହା ବି ହଉ, ଆଜିର ଭିଡ଼ିଓଟି ବର୍ତ୍ତମାନ ପାଇଁ ଏତିକି। ଆଉ ଆଶା କରୁଛି ସାଙ୍ଗମାନେ ମୋ ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିବ। ମୋ ଭିଡ଼ିଓରୁ ନିହାତି ଓଲା ଉବେର ବିଷୟରେ କିମ୍ବା ଡ୍ରାଇଭିଂ ରିଲେଟେଡ୍ କିଛି ନା କିଛି ଆପଣଙ୍କୁ ଜାଣିବା ପାଇଁ ମିଳିଥିବ। ତ ଦୟାକରି ଯେଉଁମାନେ ବି ନୂଆ କରି ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଦେଖା ହେବ ପୁଣି ନେକ୍ସଟ ଭିଡ଼ିଓରେ।